ଏହି ଭିଡ଼ିଓରେ ଆମେ ପରିମେୟ ସଂଖ୍ୟାର ଯୋଗ ଏବଂ ବିୟୋଗ ବିଷୟରେ ଜାଣିବା। ପରିମେୟ ସଂଖ୍ୟା ଗୁଡ଼ିକୁ ଆମେ କେମିତି ଯୋଗ କରିବା ଏବଂ କେମିତି ବିୟୋଗ କରିବା ସେ ବିଷୟରେ ଜାଣିବା। ଏଠି ମୋ ପାଖରେ ଗୋଟେ ପ୍ରଶ୍ନ ଅଛି। -3/4ରେ ଆମେ ଫେଡ଼ିଛେ 7/6 ଏବଂ ପୁଣି ଫେଡ଼ିଛେ ଆମେ 4/6। ତେଣୁ ଏହିଭଳି ପ୍ରଶ୍ନର ଆମେ ଉତ୍ତର କେମିତି ବାହାର କରିବା ଦେଖ। ପ୍ରଥମେ ମୁଁ -3/4ରେ ଫେଡ଼ିବି 7/6। ତେଣୁ ମୁଁ ଲେଖିବି -3/4 -7/6 ଏବଂ ଏହାର ବିୟୋଗ ଫଳରେ ମୁଁ ଫେଡ଼ିବି କ'ଣ 4/6। ଏବେ -3/4ରେ ଆମେ 7/6 ଫେଡ଼ିବା। ଦେଖ 4 ଏବଂ 6ର ଲସାଗୁ କେତେ ହେବ? 2ରେ 2 ଗୁଣିଲେ 4, 2ରେ 3 ଗୁଣିଲେ 6। ତେଣୁ ଲସାଗୁ ହେବ କେତେ? 2 × 2 × 3 କେତେ ହେଲା? 12। ତେଣୁ 4 6ର ଲସାଗୁ ହେବ 12। 12ରେ 4 ହରିଲେ କେତେ? 3। 4 3 12। ତେଣୁ ଏଇ 3ରେ ଆମେ ଗୁଣିବା କ'ଣ? ଲବ। ଲବ କେତେ ଅଛି? -3। ତେଣୁ 3ରେ -3 ଗୁଣିଲେ କେତେ? -9। ତେଣୁ ମୁଁ ଲେଖିବି -9। ବୁଝିପାରିଲ? ଏବେ 12ରେ 6 ହରିବା। 12ରେ 6 ହରିଲେ କେତେ? 2। 212। ତେଣୁ 2ରେ ମୁଁ ଗୁଣିବି କେତେ? 7। 2ରେ 7 ଗୁଣିଲେ କେତେ? 14। ଏବଂ ଫେଡ଼ା ଯାଇଥିଲା ଏଇ ଦୁଇଟି ପରିମେୟ ସଂଖ୍ୟା। ତେଣୁ ମୁଁ ଏଠି ଦେବି ମାଇନସ୍। ଏବେ ଲେଖିବି -4/6। ଏବେ -9 ଏବଂ -14 ଏ ଦୁଇଟି ଯାକ ଋଣାତ୍ମକ ସଂଖ୍ୟା ଏବଂ -9 -14 ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି -9ରେ ମିଶା ଯାଇଛି -14 କେତେ ହେବ? -23 ହେବ। ତେଣୁ ମୁଁ ଏଠି ଲେଖିବି -23/12 -4/6। ଏବେ ଆମେ ଏଇ ଦୁଇଟି ପରିମେୟ ସଂଖ୍ୟାକୁ ଫେଡ଼ିବା। -23/12ରେ ଆମେ 4/6 ଫେଡ଼ିବା। ତେଣୁ 12 ଏବଂ 6ର ଆମେ ଲସାଗୁ ବାହାର କରିବା। 12 6ର ଲସାଗୁ କେତେ ହେବ? 12 ହେବ। ତେଣୁ ମୁଁ ଲେଖିବି 12। 12ରେ 12 ହରିଲେ 1 ଏବଂ 1ରେ -23 ଗୁଣିବା ହେବ -23। ତାପରେ 12ରେ 6 ହରିଲେ କେତେ ହେବ? 2। 2ରେ 4 ଗୁଣିଲେ 8। ଏବେ -23 -8 କେତେ ହେବ? -31/12। ଏହିଭଳି ଆମେ ପରିମେୟ ସଂଖ୍ୟାର ଯୋଗ ଏବଂ ବିୟୋଗ କରିପାରିବା।